ଖବରଟା ଟିକେ ବୁଝ ଆଉ ଆଡ ଆଡକୁ ଆସ ଆଉ ହଉ ଚାଲ ଆସ ଆସ ଆଡ ଆଡକୁ ଆସ ପିଲା ଆସ ବସ ବସ ପିଲା ବସ ବସ ପିଲା ବସ ବସ କାକା କୋଉଠି ବସିବି ଏ ବର୍ଷ ଦୀପାବଳିଟା ଫିକା ପଡିଗଲା। ନାଇଁ ଏ ବର୍ଷ ଦୀପାବଳିଆ ଲାଗୁନାହିଁ ଦୀପାବଳି ଦୀପାବଳିଟା ଦୀପାବଳି ଲାଗୁନାହିଁ। ଆରେ ଭାଇ ଲୋକ କହନ୍ତି ଆଲୋକର ପର୍ବ ଦୀପାବଳି ଏ ବର୍ଷ କିନ୍ତୁ ଅନ୍ଧାରର ପର୍ବ ଦୀପାବଳି। ଆଗରୁ ଦୀପାବଳି ହଉଥିଲା ଆମେ ଘରେ ରୁହନ୍ତୁ। କାକା କୋଉଠି ରୁହ କି ମଙ୍ଗଳ ଗ୍ରହରେ? ବହୁତ ପୁରୁଣା ଦିନର କଥା କହୁଛି। ଦୀପାବଳି ଆସିଲେ ଆମେ ଛୋଟ ଛୋଟ ପିଲା ଥିଲୁ ବାଣ ନିଜେ ତିଆରି କରି ଫୁଟାଉ। ଶୁଣ କାକା ମୁଁ ଦିନେ ଆମ ଗାଁ ପିଲାଙ୍କଠାରୁ ବାଣ କିଣିଲି ଆମ ଗାଁ କମିନା ଛୁଆ ମୋରି ବାଣ ନେଇ ଫେରେ ମତେ ଆମେ ଫୁଟେଇଦେଲୁ ରେ ସେଇ ବାଣ ଆମେ ଯାହା ଫୁଟେଇଦେଲୁ ଫୁଟିଲାନି। ଆରେ ହଁ ଭାଇ ସେଇ ବାଣ। ହ୍ୟାଲୋ ପପୁ ବାଣଟା ଆଣିକି ଆସୁନୁ ନେଇକି ଯାଉଛି। ଏ ଶଳା କାକାଟା ଆର ପଇସା ଦଉନି ଜମା ଆର ବର୍ଷର ଫୁସୁରା ବାଣ ବାଣ ତମେ କଣ ଏ ବର୍ଷ ବିଡ଼ିନ ଲକଡାଉନରେ ପଇସା ସବୁ ସାନିଟାଇଜର କାକା ତମେ ଏଇଠି ବଇଥାଅ ମୁଁ ଦେଖେଇବି ସେ ପପୁ ଆସିଲା। କାକା ଆଡେ ଟିକେ ବୁଲି ପଡି ଆସେଇ ଆଉ ଏ ଦୀପାବଳି କଣ ଖବର ଜାଣୁଛି କାକା ଠାରୁ 500-600 ଖଣ୍ଡେ ଝଡେଇ ଦେଲେ ଖର୍ଚ୍ଚଟା ଉଠିଯିବ। କାକା କାକା ଏ ବର୍ଷ ଗୋଟେ ବଡ ବାଣଟେ ଆଣି ବାଣ। ଓହୋ କାହାର ଆଣି କାକା ଏ ବର୍ଷ ବାଣ ବିଳିଲେ ବାୟୁ ପ୍ରଦୂଷଣ ହଉଛି ଦୀପ ଜାଳିଆ। ହଁ ଜାଳିଆ ଦୀପ ତମ ମାନଙ୍କ ଇଚ୍ଛା। କାକା ଏଡ ବଡ ବାଣ ଦେବି କିଛି ପଇସା ଖର୍ଚ୍ଚ କରିବା। ଦେବି ବାବୁ ଦେବି ବ୍ୟସ୍ତ ହନା ବାବୁ ବାଣ ତ ଏମିତି ରଖିଛୁ ବାଣ ତ ଫୁଟେଇବୁ। ପପୁ କଣ ଆଇଛି ବାଣ ଦବ ପଇସା ନାହିଁ ତୁ ମାଗୁଛୁ ଏଇନା କଣ କରିବୁ ପଇସା କୋଉଠି ଆଣିବୁ ଲକଡାଉନରେ ତ ସବୁ ପଇସା ସରିଯାଇଛି। ସେ ପପୁକୁ ମନା କରିବୁ ବାଣ ଆଣିବୁ ପଇସା ନାହିଁ ଆଉ ପଇସା ବାଣ ବି ଫୋନ ଲଗା ଆଉ ବାଣ ଆଣିବନି। ପପୁ କାକା କଣ କହିଲେ ପଇସା ତ ନେଇ ବାଣ ଫାଣ କିଛି ଆଣିବୁ ନେଇ ଏ ବର୍ଷ ପୁରା କାକା। ହ୍ୟାଲୋ ହଁ ଗଙ୍ଗା ମୁଁ 2 ମିନିଟ୍ ଯାଇ ପହଞ୍ଚୁଛି। କାକା ତମେ ଥାଅ ମୋର କଲ୍ ଆଇଲେ ମୁଁ ଯାଉଛି ମୋର କାମ ଅଛି। ହଉ ଯା ଯା କାକା ମୁଁ ଟିକେ 2 GB କାମଟା ଟିକେ ଦିଅ। ବନ୍ଧୁମାନେ ଆମ ଭିଡ଼ିଓ ଆପଣଙ୍କୁ ଯଦି ଭଲ ଲାଗିଥିବ ଲାଇକ୍ କରିବେ ସବସ୍କ୍ରାଇବ୍ କରିବେ ଆଉ ନାଲି ବଟନଟାକୁ ଦବେଇ ଦେବେ। ଆମ ବନ୍ଧୁର କିଛି କାମ ନାହିଁ।